ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ଏହି ଦିନମାନଙ୍କରେ ଆମମାନେ ଦେଖୁଛୁ ଯେ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲରେ ଗୋଟିଏ ଘଟଣାକୁ ସେମାନେ ପ୍ରସାରଣ କରୁଛନ୍ତି। ଏହା ହିନ୍ଦୀ ହେଉ, ଓଡ଼ିଆ ହେଉ, ଆମମାନଙ୍କର ଓଡ଼ିଶାର ନ୍ୟୁଜ୍ ହେଉ କି ଆମମାନଙ୍କର ନ୍ୟାସନାଲ୍ ନ୍ୟୁଜ୍ ହେଉ, ଗୋଟିଏ ଘଟଣାକୁ ସେମାନେ ବାରମ୍ବାର ପ୍ରଚାର କରୁଛନ୍ତି। ତାହା ହେଲା ଇସ୍ରାଏଲ ଆଉ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ। ଇସ୍ରାଏଲ ଆଉ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ, ଏହି ଯୁଦ୍ଧର ଘଟଣା ବର୍ତ୍ତମାନ ସମଗ୍ର ପୃଥିବୀରେ ଚହଳ ପକାଇଛି। ସମସ୍ତେ ଏହି ଯୁଦ୍ଧକୁ ନେଇ ବହୁତ ପ୍ରକାର ଭାବରେ ସେମାନେ ବ୍ୟତିବ୍ୟସ୍ତ ଅଛନ୍ତି। ଏହା କ'ଣ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଆମକୁ ନେଇଯିବ କି? ଏହି ପ୍ରକାର ଭାବରେ ପୃଥିବୀର ଲୋକମାନେ ବହୁତ ଭୟଭୀତ ଆଉ ସେମାନେ ବହୁତ ପ୍ରକାର ଭାବରେ ଛାନିଆ ଅବସ୍ଥାରେ ଅଛନ୍ତି। ମାତ୍ର ଗୋଟିଏ ଖ୍ରୀଷ୍ଟ ବିଶ୍ୱାସୀ ଏହି ସବୁକୁ ନେଇ କୌଣସି ପ୍ରକାର ଭାବରେ ସେ ଛାନିଆ ହୁଏ ନାହିଁ, କାରଣ ଯାହା ଯାହା ଏ ପୃଥିବୀରେ ଘଟୁଛି ସେ ସବୁଗୁଡ଼ିକ ବାଇବଲରେ ସବୁଗୁଡ଼ିକ ଲେଖାଯାଇଛି। ଆମେ ପ୍ରତିଦିନ ସେ ସବୁ ବିଷୟ ଗୁଡ଼ିକ ଆମେ ପଢ଼ୁଅଛୁ। ଆମେ ଲେଖାଯାଏ ମାଥ୍ୟୁ ଏହାର 24 ଅଧ୍ୟାୟର 6 ପଦରେ, ଆଉ ତୁମ୍ଭେମାନେ ଯୁଦ୍ଧର ବିଷୟ ଓ ସଂଗ୍ରାମର ଜନରବ ଶୁଣିବ, ସାବଧାନ ବ୍ୟାକୁଳ ହୁଅ ନାହିଁ। ଆମକୁ ଅତି ସ୍ପଷ୍ଟ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ କହିଛନ୍ତି ଯେ ଏ ପୃଥିବୀରେ ଯୁଦ୍ଧ ହେବ, ସଂଗ୍ରାମ ହେବ, ଆଉ ଏହି ସବୁକୁ ନେଇ ଦୁନିଆର ଲୋକମାନେ ସେମାନେ ବ୍ୟାକୁଳ ହେବେ, ହତବୁଦ୍ଧି ହେବେ, ସେମାନେ ବହୁତ ପ୍ରକାର ଭାବରେ ଭୟଭୀତ ହେବେ। ମାତ୍ର ଏହି ସବୁକୁ ନେଇ କୌଣସି ପ୍ରକାର ଭାବରେ ବ୍ୟାକୁଳ ହୁଅ ନାହିଁ, ଅସ୍ତବ୍ୟସ୍ତ ହୁଅ ନାହିଁ। ଏସବୁ ଗୁଡ଼ିକ ପ୍ରଭୁ ଆମମାନଙ୍କୁ ପୂର୍ବରୁ ଲେଖି ଯାଇଛନ୍ତି। ଆମେ ଯେତେ ଅଧିକ ଆମମାନେ ଦିନ ଗୁଡ଼ିକକୁ ଆମେ ବିତେଇବା, ସେତେ ଅଧିକ ପରିମାଣରେ ଯୁଦ୍ଧ ଆଉ ସଂଗ୍ରାମର ବିଷୟ ଗୁଡ଼ିକ ହେବ, କାରଣ ଏହି ସମସ୍ତ ଅବଶ୍ୟ ଘଟିବ। ପ୍ରିୟମାନେ, ପୃଥିବୀ ଯେତେ ଶିକ୍ଷିତ ହେଲେ, ଯେତେ ଟେକ୍ନୋଲୋଜି ପାଇଲେ ମଧ୍ୟ ଏହି ପ୍ରକାର ଯୁଦ୍ଧ ହେବ, ଏହି ପ୍ରକାର ସଂଗ୍ରାମ ହେବ, ଏଇଟାକୁ କୌଣସି ବ୍ୟକ୍ତି ବନ୍ଦ କରିପାରିବ ନାହିଁ। ଆପଣଙ୍କର ଯେତେ ଆପଣ ଶାନ୍ତି ପ୍ରସ୍ତାବ ଆଣନ୍ତୁ, ଯେତେ ଆପଣମାନେ ଶାନ୍ତିର ମେଣ୍ଟ କରନ୍ତୁ, ଏହିସବୁ ବିଷୟ ଗୁଡ଼ିକ ହେବାର ହେବ, ଏହା ବାଇବଲ ଆମମାନଙ୍କୁ କହେ। କିନ୍ତୁ ସେହି କାଳ ଯୁଗାନ୍ତ ନୁହେଁ, ଏହା ଏହି ଯୁଗର ଅନ୍ତ ନୁହେଁ, କାରଣ ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ। ପୁଣି ସ୍ଥାନେ ସ୍ଥାନେ ଭୂମିକମ୍ପ ଓ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ। ପ୍ରିୟମାନେ, ଏହିସବୁ ବିଷୟ ଗୁଡ଼ିକ ଏହି ଜଗତରେ ଦିନ ପ୍ରତିଦିନ ଏହିସବୁ ବଢ଼ି ବଢ଼ିକିନା ଚାଲିବ। ଏହା ବାଇବଲ ଆମମାନଙ୍କୁ ଅତି ସ୍ପଷ୍ଟ ଭାବରେ କହେ। ଆମେ ଦେଖିବା ଲୁକ 21 ଅଧ୍ୟାୟ ଏହାର 25 ପଦରୁ, ପୁଣି ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାଳାରେ ଲକ୍ଷଣ ଦେଖାଯିବ, ଆଉ ପୃଥିବୀରେ ଜାତିମାନଙ୍କ ମଧ୍ୟରେ କ୍ଲେଶ ଘଟିବ। ସମୁଦ୍ର ଓ ତରଙ୍ଗର ତର୍ଜନ ଗର୍ଜନ ହେତୁ ସେମାନେ ହତବୁଦ୍ଧି ହେବେ। ପୁଣି ଜଗତ ଉପରେ ଆସୁଥିବା ଘଟଣା ସବୁକୁ ଅପେକ୍ଷା କରି ଲୋକେ ମୂର୍ଚ୍ଛିତ ହେବେ। ଲୋକମାନେ ଏହିସବୁ ଘଟଣାକୁ ଦେଖି ସେମାନେ ମୂର୍ଚ୍ଛିତ ହୋଇଯିବେ, ସେମାନେ ହତବୁଦ୍ଧି ହୋଇଯିବେ। କ'ଣ କରାଯିବ ସେମାନେ ଜାଣିପାରିବେ ନାହିଁ। ପ୍ରିୟମାନେ, ଏହିସବୁ ଘଟଣା ଗୁଡ଼ିକ ଆମ ନିମନ୍ତେ ନୂଆ ନାହିଁ, ଆଉ ଏହିସବୁ ଘଟଣା ଆସନ୍ତା ଦିନମାନଙ୍କରେ ଆହୁରି ଅଧିକରୁ ଅଧିକ ବଢ଼ିବ। ଲୋକମାନେ ଯେଉଁ ସମୟରେ ଏହିସବୁ ଘଟଣାକୁ ସେମାନେ ଦେଖିବେ ମୂର୍ଚ୍ଛିତ ହୋଇଯିବେ, କାରଣ ସେମାନେ ଏହି ଜଗତରେ ଆମେ ଖୁସିରେ ରହିବା, ଶାନ୍ତିରେ ରହିବା, ଘର ବାନ୍ଧିଛନ୍ତି, ଗାଡ଼ି କିଣିଛନ୍ତି, ବଡ଼ ବଡ଼ ଚାକିରି ପାଇ ବହୁତ ପାଠ ପଢ଼ୁଛନ୍ତି। ଏହି ଜଗତ ହିଁ ସ୍ୱର୍ଗ, ଏହି ଜଗତ ହିଁ ନର୍କ, ଏହି ପ୍ରକାର ଭାବରେ ସେମାନେ ଏହି ଜଗତରେ ନିଜର ଭବିଷ୍ୟତକୁ ଯେଉଁମାନେ ଖୋଜି ବୁଲୁଛନ୍ତି, ସେମାନେ ଜଗତର ଏହି ପ୍ରକାର ଅବସ୍ଥାକୁ ଦେଖି ସେମାନେ ମୂର୍ଚ୍ଛିତ ହୋଇଯିବେ। ମାତ୍ର ଆମେ ପ୍ରଭୁଙ୍କର ଲୋକମାନେ ଏହିସବୁ ବିଷୟ ଗୁଡ଼ିକକୁ ଦେଖିଲେ ମୂର୍ଚ୍ଛିତ ହେବା ନାହିଁ, ଛାନିଆ ହେବା ନାହିଁ, କାରଣ ଆକାଶ ମଣ୍ଡଳର ଶକ୍ତି ସମୂହ ବିଚଳିତ ହେବେ। 27 ପଦ, ସେତେବେଳେ ଲୋକେ ମନୁଷ୍ୟ ପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ। ପ୍ରିୟମାନେ, ଏହିସବୁ ଘଟଣା ଗୁଡ଼ିକ ହେବାର କାରଣ କ'ଣ? ଆମର ପ୍ରଭୁ ଯୀଶୁଖ୍ରୀଷ୍ଟ ମେଘମାଳାରେ ଆସିବେ। ଯେଉଁ ସମୟରେ ଏହିସବୁ ଘଟଣା ଗୁଡ଼ିକ ହୁଏ, ସେହି ସମୟରେ ଗୋଟେ ଖ୍ରୀଷ୍ଟ ବିଶ୍ୱାସୀର କାମ କ'ଣ? 28 ପଦ ଲେଖାଗଲା, କିନ୍ତୁ ଏହି ସମସ୍ତ ଘଟଣା ଆରମ୍ଭ ହେଲେ ତୁମ୍ଭେମାନେ ଊର୍ଦ୍ଧ୍ୱଦୃଷ୍ଟି କର ଓ ମସ୍ତକ ଉତ୍ତୋଳନ କର, ଯେଣୁ ତୁମ୍ଭମାନଙ୍କର ମୁକ୍ତି ସନ୍ନିକଟ। ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁଙ୍କର ମହିମା ହେଉ। ଏହିସବୁ ଘଟଣାକୁ ଦେଖି ଦୁନିଆ ଲୋକମାନେ ସେମାନେ ଛାନିଆ ହେବେ,
ମୂର୍ଚ୍ଛିତ ହେବେ, ବ୍ୟାକୁଳ ହେବେ, ହତବୃଦ୍ଧି ହେବେ। ମାତ୍ର ଏହି ସବୁ ଘଟଣା ଗୁଡ଼ିକ ଯେଉଁ ସମୟରେ ଆମେ ଦେଖିବା, ସେହି ସମୟରେ ଆମମାନେ ঊର୍ଦ୍ଧ୍ୱ ଦୃଷ୍ଟି କରିବା, ପରମେଶ୍ୱର ଆଡ଼କୁ ଅନେଇବା। ଜଗତର ସବୁ ପ୍ରକାର ଆଟାଚମେଣ୍ଟ, ଜଗତର ସବୁ ପ୍ରକାର ମୋହମାୟା ଏସବୁଠାରୁ ଦୂରକୁ ରହି ଆମମାନେ ପରମେଶ୍ୱରଙ୍କ ଆଡ଼କୁ ଅନେଇବାର ସମୟ। ଏହା ହେଉଛି ପ୍ରଭୁଙ୍କ ଆଡ଼କୁ ଅନେଇବା ସମୟ। ଏହି ଜଗତର ଭବିଷ୍ୟତ ସମ୍ପୂର୍ଣ୍ଣ ଭାବରେ ଅନ୍ଧକାରମୟ। ଜଗତରେ ଯୁଦ୍ଧ ବନ୍ଦ ହେବ ନାହିଁ, ଜଗତରେ ଭୂମିକମ୍ପ ବନ୍ଦ ହେବ ନାହିଁ, ଜଗତରେ ବିଭିନ୍ନ ପ୍ରକାର ମହାମାରୀ ଗୁଡ଼ିକ ଆସିବ, ଜଗତରେ ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ ଘଟିବ। ଯେଉଁମାନେ ଏହି ଜଗତରେ ଖୁସି ଆନନ୍ଦ ଆଉ ଏହି ଜଗତରେ ସଦାକାଳ ରହିବା ପାଇଁ ଯେଉଁମାନେ ଯୋଜନା କରିଛନ୍ତି, ସେମାନଙ୍କର ସ୍ୱପ୍ନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବ। ପ୍ରିୟମାନେ, ଇସ୍ରାଏଲ ଆଉ ଇରାନ ମଧ୍ୟରେ ଏ ଯୁଦ୍ଧକୁ ନେଇ ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ ବାରମ୍ବାର ସେମାନେ ନ୍ୟୁଜ୍ ଚ୍ୟାନେଲରେ ରଖୁଛନ୍ତି। ଇସ୍ରାଏଲ ଜିତିବ କି ଇରାନ ଜିତିବ। ଆଜି ଯାଏଁ ଇସ୍ରାଏଲକୁ କେହି ହରାଇ ନାହାନ୍ତି କି କେହି ହରାଇ ମଧ୍ୟ ପାରିବେ ନାହିଁ। କେବଳ ଇରାନ ବୋଲି ନାହିଁ, ଆହୁରି ଯେତିକି ଯାକ କଣ୍ଟ୍ରି ଗୁଡ଼ିକ ରହିଛି ସବୁ ଇସ୍ରାଏଲ ବିରୁଦ୍ଧରେ ଗଲେ ମଧ୍ୟ ଇସ୍ରାଏଲକୁ ହରାଇ ପାରିବେ ନାହିଁ। କାରଣ ବାଇବଲରେ ଏସବୁ ଭାବବାଣୀ ଗୁଡ଼ିକ ପରମେଶ୍ୱର ଲେଖିଦେଇଛନ୍ତି। କାରଣ ଇସ୍ରାଏଲ ଏତେ ଛୋଟ ଦେଶ ହେଲେ ମଧ୍ୟ କାହିଁକି ହରାଇ ପାରୁନାହାନ୍ତି? ଇସ୍ରାଏଲକୁ ଆଇରନ୍ ଡୋମ୍ ରକ୍ଷା କରୁଛି ନା ସେମାନଙ୍କର ମିଲିଟାରୀ ପାୱାର ରକ୍ଷା କରୁଛି? କିଏ ରକ୍ଷା କରୁଛି? ଏତେ ଛୋଟ ଦେଶ କାହିଁକି ଏତେ ଶକ୍ତିଶାଳୀ? ଲୋକମାନେ ଆଜି ଯାଏଁ ବୁଝିନାହାନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ଜାଣିବା ଆମମାନଙ୍କର ପରମେଶ୍ୱର ଏସବୁ ବିଷୟ ଗୁଡ଼ିକ ଆମେ ଲେଖିଛନ୍ତି। ଆମମାନେ ଏସବୁ ଯେଉଁ ସମୟରେ ଦେଖୁଛୁ, ଆମେ ସେହି ସମୟରେ ଆମର ମୁକ୍ତି ସନ୍ନିକଟ। ଆଉ ଏହିସବୁ ଘଟଣା ଯେଉଁ ସମୟରେ ଘଟି ଚାଲିବ, ପୁନର୍ବାର ଇସ୍ରାଏଲ ନିଜର ପରମେଶ୍ୱର ଆଡ଼କୁ ଅନେଇବ, ନିଜ ପରମେଶ୍ୱରଙ୍କ ସାହାଯ୍ୟ ମାଗିବ, ନିଜ ପରମେଶ୍ୱରଙ୍କ ଉପରେ ପୁନର୍ବାର ଭରସା ରଖିବ। ଆଜି ଇସ୍ରାଏଲ ନିଜ ପରମେଶ୍ୱରଙ୍କ ଠାରୁ ଦୂରକୁ ଅଛି। ସେ ନିଜର ପରମେଶ୍ୱରଙ୍କ ନିକଟକୁ ଆସିବା ପାଇଁ ଏସବୁ ଘଟଣା ଗୁଡ଼ିକ ଘଟିବ। ମାତ୍ର ଏହିସବୁ ଘଟଣା ଗୁଡ଼ିକ ଆମକୁ ସତର୍କ କରେ ଯେ ଆମମାନଙ୍କର ମୁକ୍ତି ସନ୍ନିକଟ। ଆମେ ঊର୍ଦ୍ଧ୍ୱ ଦୃଷ୍ଟି କରିବା, ପରମେଶ୍ୱର ଆଡ଼କୁ ଅନେଇବା, ଆମେ ପବିତ୍ର ଜୀବନଯାପନ କରିବା, ନିଜର ঊର୍ଦ୍ଧ୍ୱ ଗମନ, ନିଜ ରେପ୍ଚର ନିମନ୍ତେ ଆମେ ନିଜକୁ ପ୍ରସ୍ତୁତ କରିବାର ସମୟ ଏହା ଅଟେ। ଦୁନିଆ ପାଇଁ ଏସବୁ ଘଟଣା ଗୁଡ଼ିକ ନୂଆ, ମାତ୍ର ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ପାଇଁ ଏସବୁ ଘଟଣା ଗୁଡ଼ିକ ନୂଆ ନାହିଁ। ଏହା ଆମେ ପ୍ରତି ସମୟରେ ବାଇବଲରେ ପଢ଼ୁଛୁ। ଆଉ ଯାହା ବାଇବଲରେ ଲେଖା ହେଇଛି ତାହା ହିଁ ଘଟିବ, ତାହା ହିଁ ଘଟିବ। କାରଣ ବାଇବଲ ସତ୍ୟ ପୁସ୍ତକ ଅଟେ। ବାଇବଲର ପ୍ରତ୍ୟେକ ଭାବବାଣୀ ସତ୍ୟ ଅଟେ। ସେଥିପାଇଁ ଆସନ୍ତୁ ଆମମାନେ ଏହିସବୁ ଘଟଣାରେ ଛାନିଆ ନ ହୋଇ, ଏହା ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ କି, ଏହାପରେ ତୃତୀୟ ବିଶ୍ୱଯୁଦ୍ଧ ହେବ କି, ଏହିସବୁ ଦ୍ୱନ୍ଦ୍ୱରେ ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ କୌଣସି ପ୍ରକାର ରହିବାର ଆବଶ୍ୟକ ନାହିଁ। ଯେଉଁ ସମୟରେ ମଣ୍ଡଳୀ ଊର୍ଦ୍ଧ୍ୱଗମନ ହେବ, ତାହେଲେ ପୃଥିବୀର ଅବସ୍ଥା ନରକ ପାଲଟିଯିବ। ପ୍ରିୟମାନେ, ମଣ୍ଡଳୀ ପୃଥିବୀରେ ଅଛି, ସେଥିପାଇଁ ବର୍ତ୍ତମାନ ପୃଥିବୀରେ ଟିକେ ଶାନ୍ତି ଅଛି। ମାତ୍ର ମଣ୍ଡଳୀ ଚାଲିଗଲା ପରେ ପୃଥିବୀ ଆଉ ମନୁଷ୍ୟ ରହିଲା ପରି ହେବ ନାହିଁ। ସେଥିପାଇଁ ଏହିସବୁ ଘଟଣା ଗୁଡ଼ିକ ଆମକୁ ପୁନର୍ବାର ସଜାଗ କରେ। ତୁମେ ପ୍ରସ୍ତୁତ ହୁଅ, ତୁମେ ପ୍ରସ୍ତୁତ ହୁଅ। ଆମ କାମ ହେଲା ପ୍ରସ୍ତୁତ ହେବା। ଆମେ କିଏ ଜିତିବ, କିଏ ହାରିବ, କିଏ କେତିକି ମିସାଇଲ ପକାଇଲା, ଏହା କହି ନ୍ୟୁଜ୍ ଚ୍ୟାନେଲ ଗୁଡ଼ିକରେ ଚିପକି ନ ରହି ବାଇବଲ ପଢ଼ନ୍ତୁ, ପ୍ରାର୍ଥନା କରନ୍ତୁ, ପ୍ରଭୁଙ୍କ ସହଭାଗିତା ଲାଗି ରହି ପବିତ୍ର ଜୀବନଯାପନ କରନ୍ତୁ। କାରଣ ଆମମାନଙ୍କର ପ୍ରଭୁ ମେଘମାଳାରେ ଆସିବା ପାଇଁ ଯାଉଛନ୍ତି, ଆଉ ସେ ଆମକୁ ନେଇଯିବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ତୁମର ପବିତ୍ର ବାକ୍ୟ ନିମନ୍ତେ। ଯାହା ସବୁ ବିଷୟ ଗୁଡ଼ିକ ଘଟିବ ପୂର୍ବରୁ ତୁମେ ଆମମାନଙ୍କୁ ଅତି ସରଳ ଆଉ ସହଜ ଭାବରେ ତୁମେ ଲେଖିଦେଇଛ। ସେଥିପାଇଁ ଆମେ ତୁମର ଗୌରବ ମହିମା କରୁଛୁ ପ୍ରଭୁ। ଯେଉଁ ସମୟରେ ଏହିସବୁ ଘଟଣା ଗୁଡ଼ିକ ଘଟିବ, ସେହି ସମୟରେ ଆମେ ଊର୍ଦ୍ଧ୍ୱ ଦୃଷ୍ଟି କରିବୁ, ତୁମ ଆଡ଼କୁ ଅନେଇବୁ। କାରଣ ଆମମାନଙ୍କ ମୁକ୍ତି ସନ୍ନିକଟ ତୁମେ କହିଛ। ମୁଁ ତୁମକୁ ଧନ୍ୟବାଦ ଦିଏ ତୁମର ବାକ୍ୟ ନିମନ୍ତେ। ତୁମ ବାକ୍ୟ ଅକାଠ ସତ୍ୟ ବାକ୍ୟ ପ୍ରଭୁ। ତୁମ ବାକ୍ୟରେ ଯାହା ଲେଖା ହେଇଛି ସେ ସବୁ ଗୁଡ଼ିକ ଘଟୁଛି। ସେଥିପାଇଁ ଆମେ ତୁମର ଗୌରବ କରୁଛୁ ପ୍ରଭୁ। ଏସବୁ ଘଟଣାରେ ବିଚଳିତ ନ ହୋଇ, ଏସବୁ ଘଟଣା ଦେଖିଲେ ଆମେ ଆହୁରି ଅଧିକ ତୁମଠାରେ ଲାଗି ରହିବୁ। କାରଣ ପ୍ରଭୁ, ତୁମେ ମେଘମାଳାରେ ଆସିବା ପାଇଁ ଯାଉଛ ପ୍ରଭୁ। ତୁମର ଆଗମନ ନିମନ୍ତେ ଆମେ ନିଜକୁ ପ୍ରସ୍ତୁତ କରିପାରିବୁ। ଦୟାକରି ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମେ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି, ଆସନ୍ତା ଅଧ୍ୟାୟରେ ଆମେ ପରସ୍ପର ସହିତ ସାକ୍ଷାତ ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।